ଛୋଟ ପିଲାମାନଙ୍କୁ କେତେବେଳେ ଯେ କ'ଣ ଖାଇବାକୁ ଇଚ୍ଛା ହେବ ସେଟା ତ କେହି ବି ଜାଣିନାହାନ୍ତି। ସେଇଭଳି ଆଜି ଇଭିନିଂରେ ସେମାନଙ୍କୁ ଖାଇବାକୁ ଇଚ୍ଛା ହେଇଗଲା ଡୋନେଟ୍ସ, ଆଉ ମୁଁ ସେଇଗୁଡ଼ାକ ତିଆରି କରିବାରେ ଲାଗିଯାଇଛି। ବ୍ରେଡ଼ର ଛୋଟ ସାଇଡ଼୍ ପିସ୍ ଗୁଡ଼ିକ ବାହାର କରିଦେଇ କ୍ଷୀର ସହିତ ଅଳ୍ପ ମିକ୍ସ କରି ତାକୁ ଅଟା ଦଳିଲା ଭଳି ଦଳି ନେଇ ଗୋଟେ ଭଲ ଡୋଟେ ତିଆରି କରିନେବା। ଆପଣ ଚାହିଁଲେ ଯେକୌଣସି ଗୋଟେ ସେପ୍ ଦେଇପାରିବେ। ମୁଁ ଗୋଟେ ବିରି ବଡ଼ା ସେପ୍ରେ ରଖିଦେଇଛି ସବୁ ଗୁଡ଼ାକୁ। ଗ୍ୟାସ୍କୁ ମିଡ଼ିୟମ୍ ଫ୍ଲେମ୍ରେ ରଖିଦେଇ ଗୋଟେ ଗୋଟେ ଡୋନେଟ୍ସକୁ ଛାଡ଼ିଦେବା ଗରମ ତେଲରେ। ତାପରେ ତାକୁ ରେଡ଼୍ ହେଲା ପର୍ଯ୍ୟନ୍ତ କାଢ଼ି ନେବା। ବେଶୀ ରେଡ଼୍ ପର୍ଯ୍ୟନ୍ତ ରଖିବାନି, ନହେଲେ କଡ଼କଡ଼ ହେଇଯିବ, ସଫ୍ଟ ରହିବନି। ତ କମ୍ ଗରମ ରେଡ଼୍ ହେଲା ପର୍ଯ୍ୟନ୍ତ ତାକୁ ଛାଙ୍କି ଆଣିବା। ଏପଟେ ଆମର ଚକୋଲେଟ୍ ସିରପ୍ ଗୁଡ଼ିକ ଗୋଟେ ରଖିଦେବା। ଆପଣ ଚାହିଁଲେ ଡେରି ମିଲ୍କ ଚକୋଲେଟ୍ ୟୁଜ୍ କରିପାରିବେ। ତାପରେ ଭଲ ଭାବରେ ତାକୁ ଡିପ୍ କରି ଆଣିକି ରଖିଦେବା। ଯେଉଁ ଛୋଟ ଛୋଟ ଚକୋଲେଟ୍ ଦେଖୁଛ, ଅଣ୍ଡା ଚକୋଲେଟ୍, ଆମେ ତ ତାକୁ ସ୍କୁଲ ବେଳେ ଛୋଟ ଛୋଟ ଅଣ୍ଡା ଚକୋଲେଟ୍ ବୋଲି କହୁ। ଆପଣମାନେ କ'ଣ କୁହନ୍ତୁ କମେଣ୍ଟରେ ନିହାତି ଜଣାଇବେ। ଏଗୁଡ଼ିକ ସଜେଇ ଦେଲା ପରେ ଆଖିକୁ ବହୁତ ସୁନ୍ଦର ଦେଖାଯିବ। ଛୁଆମାନଙ୍କୁ ଖାଇବା ପାଇଁ ଭଲ ଲାଗିବ, କାରଣ ତାଙ୍କ ଆଖିକୁ ବହୁତ ସୁନ୍ଦର ଦେଖାଯାଏ, ପୁରା ବହୁତ ସୁନ୍ଦର ଦେଖାଯାଉଛି। ତ ଏବେ ଖାଇବା ପାଇଁ ବହୁତ ଟେଷ୍ଟି ଲାଗିବ।